अलगा होता कौन अलगा होता ना सप्तम अध्याय जो किसी विषय रहिला ब्रह्म अध्यात्म कर्म अधिदैव अधियज्ञ तो किसी जिते नुआ विषय अर्जुन को प्राप्त है अर्जुन से विषय रे संपूर्ण रूपे ज्ञान करिवार जो प्रचेष्टा कले इच्छा कले ता अष्टम अध्याय पूर्ण हो गला। तो सप्तम अध्याय जो ज्ञान विज्ञान तार गति को आग को नवम अध्याय रे भगवान अर्जुन को प्रदान करुचंते। तो देखिए एथिरे सप्तम अध्याय प्रायतः किछि अ, जो रहला श्लोकर अर्थ नवम अध्याय रे मध्य किछि श्लोकर अर्थ सहित सामंजस्य रही ये श्लोक एवं सही श्लोक भितर किछि किछि सामंजस्य रहता है। तार कारण या जो सप्तम एवं नवम अध्याय ये ज्ञान विज्ञान तो भगवान अर्जुन को सदा सर्वदा सबुबले भगवानंकर विषय को मनन करिवा भगवान को विषय को स्मरण करिवार जो चेष्टा बा जो अभिसंधि रखी ज्ञान विज्ञान प्रदान करिसेंती से नवम अध्यायर प्रथम श्लोक रे ही भगवान कहते ये अर्जुन किसी प्रश्न नहीं। अष्टम अध्याय रे अर्जुन प्रश्न करते जे सप्तम अध्याय जो विषय थिला ताको जानिबा पाए किंतु एठे भगवान कौन करिसेंती ना सप्तम अध्याय विषय को आग को बढ़ाई अर्जुन कौन प्रश्न नहीं। इदं तु ते गुह्यतमं प्रवक्ष्यामि अनसूयवे ज्ञानं विज्ञान सहितं यज्ञात्वा मुख्यसी अशुभा। भगवान कहते अर्जुन मु तुमको अति गुह्यतम ज्ञान प्रदान करी अत्यंत गुप्त ज्ञान एवं तार कारण हला जेहेतु तुम्हें ईर्षा परायण नुह ईर्षा परायण नुह गुरु शिष्य को समस्त ज्ञान प्रदान करते ना शिष्यर ग्रहण करिवार इच्छा शक्ति ताहा मध्य निर्भर करुछि ताहा मध्य निर्भर करुछि जेतेबेला पर्यंत शिष्यर यदि इच्छा नहीं जेमती कि आमे विभिन्न बहुत जन तो शिक्षक अच्छा बुझी पारुथिबे जने यदि पिला पाठ पढ़िवार तार इच्छा नहीं एवं शिक्षक ताको बहुत होमवर्क देवे बहुत विषय ताको कहिबे तो कौन हम से ग्रहण करि परिबा नहीं। तेणु आवश्यक अनुसार इच्छा अनुसार रुचि अनुसार ज्ञान अनुसार शिक्षक कौन करिथांती किछि अधिक ज्ञान प्रदान करिथांती ताहार इच्छा ठारो आवरी अधिक बा तार ग्रहण करिवार शक्ति ठारो किछि अधिक प्रदान करिथांती ता द्वारा से आगको बढ़ी परिबो। से प्रकार जेहेतु अर्जुन भगवान कृष्ण को गुरु रूप में ग्रहण कर भगवान कृष्ण शिष्यत्व ग्रहण कर तेणु भगवान कृष्ण कौन कर ना अर्जुन को विभिन्न प्रकार ज्ञान प्रदान कर तो से भितर गुह्यतर ज्ञान जहाँकि अत्यंत गुह्य ज्ञान
ତାହା ମଧ୍ୟ ଅର୍ଜୁନଙ୍କୁ ପ୍ରଦାନ କରିବାକୁ ଯାଉଛନ୍ତି, କିନ୍ତୁ ଅର୍ଜୁନଙ୍କୁ ସ୍ମରଣ କରାଇ ଦଉଛନ୍ତି ଯେ ଅର୍ଜୁନ, ଯେହେତୁ ତୁମେ ଈର୍ଷା ପରାୟଣ ନୁହଁ, ଅର୍ଥାତ୍ ଅତ୍ୟନ୍ତ ଗୁପ୍ତ ଜ୍ଞାନକୁ ପ୍ରାପ୍ତ କରିବା ପାଇଁ ମନୁଷ୍ୟ ଈର୍ଷା ଶୂନ୍ୟ ହେବା ଆବଶ୍ୟକ ଅଟେ। ଯେତେବେଳେ ପର୍ଯ୍ୟନ୍ତ ଈର୍ଷା ରହିବ, ସେ ଜ୍ଞାନକୁ ଗ୍ରହଣ କରିପାରିବ ନାହିଁ, ସତ୍ୟକୁ ଗ୍ରହଣ କରିପାରିବ ନାହିଁ। ସତ୍ୟକୁ ଗ୍ରହଣ କରିବାର ହୃଦୟ ରହିବା ଆବଶ୍ୟକ, ହୃଦୟ ରହିବା ଆବଶ୍ୟକ। ମାନେ ଏମିତି ବି ଆମେ ଦେଖୁଥିବା, ସତ୍ୟକୁ ଜାଣିବାର ହିଁ ଇଚ୍ଛା ନାହିଁ, ସତ୍ୟକୁ ଜାଣିବାର ଇଚ୍ଛା ନାହିଁ। କିଛି ଜଣ ଆଜିକାଲି ଗୁରୁ ହେଇଯାଆନ୍ତି ବା ଶିକ୍ଷା ପ୍ରଦାନ କରିବା ପାଇଁ ଆସନ ଗ୍ରହଣ କରିନିଅନ୍ତି, କିନ୍ତୁ କଣ ହେଇଥାଏ ନା ସେମାନେ କେବେ ହେଲେ ସ୍ୱାଧ୍ୟାୟ କରିନଥାନ୍ତି। କିଛି ଶୁଣିବା ଏବଂ କହିବାର ଶୈଳୀ ଅନୁସାରେ କହିଦେବା, ଏଥିରେ କଣ ହେଇଥାଏ ନା ବାସ୍ତବିକ ଜ୍ଞାନର ପରାକାଷ୍ଠା ଆମେ ପ୍ରଦାନ କରିପାରିବା ନାହିଁ, ଜ୍ଞାନର ପରାକାଷ୍ଠା ପ୍ରଦାନ କରିପାରିବା ନାହିଁ। ପ୍ରକୃତରେ ଜ୍ଞାନକୁ ଗ୍ରହଣ କରି ତାକୁ ଜୀବନରେ ଉତାରିବା ଆବଶ୍ୟକ ଏବଂ ଜୀବନର ଅନୁଭବ ବା ଜୀବନର ସାଫଲ୍ୟତା ଜ୍ଞାନ ଭିତରେ ଭରି ରହିବା ଆବଶ୍ୟକ ଅଛି, ଶିକ୍ଷା ଭିତରେ ଭରି ରହିବା ଆବଶ୍ୟକ ଅଛି। ତେଣୁ ଆଜିକାଲିର ଶିକ୍ଷା ଏବଂ ଗୁରୁକୁଳର ଶିକ୍ଷା ଭିତରେ ଏହା ତଫାତ ରହିଥିଲା। ଆଜିକାଲିର ଶିକ୍ଷା ପୁସ୍ତକରେ ଯାହା ରହିଛି, ଟିଚର ଗଲେ ଟିଚିଂ ଦେଇଦେଲେ କାମ ସରିଗଲା, ଯାହା ପୁସ୍ତକରେ ରହିଛି। କିନ୍ତୁ ଆମେ ଯଦି ଭଲ ଭାବରେ ଦେଖିବା ଆଗକାଳର ଗୁରୁକୁଳ ବିଷୟ, କେବଳ ଶିକ୍ଷା ପ୍ରଦାନ ନଥିଲା, ଗୁରୁକୁଳରେ ବିଭିନ୍ନ ପ୍ରକାର କର୍ମରେ ଶିଷ୍ୟମାନଙ୍କୁ ଲିପ୍ତ କରାହେଉଥିଲା। ତ ଏଥିରେ ତାର ଜୀବନଚର୍ଯ୍ୟାରେ ମଧ୍ୟ ପରିବର୍ତ୍ତନ ଏବଂ ତାହାର ରୁଚି ଅନୁକୂଳ ବାତାବରଣ ସୃଷ୍ଟି ହେଉଥିଲା, ସେ ପ୍ରକାର ବାତାବରଣ ସୃଷ୍ଟି ହେଉଥିଲା। ଆଜିକାଲି ପିଲାମାନେ ମଧ୍ୟ ହଷ୍ଟେଲ ଯାଉଛନ୍ତି, ପାଠ ପଢୁଛନ୍ତି, କିନ୍ତୁ ସେଇଠି ଆଉ ସେମାନଙ୍କୁ କାମ ଦିଆହେଉନି, ବରଂ ସେମାନେ କେମିତି ଆରାମରେ ସେମାନେ ରହିପାରିବେ ତା ବିଷୟରେ ଚିନ୍ତା କରାହେଉଛି। ସେମାନେ ଯେମିତି ଆରାମରେ ସେଇ ସ୍ଥାନରେ ରହିପାରିବେ ସେ ବିଷୟରେ ଚିନ୍ତା କରାହେଉଛି ଏବଂ ସେମାନଙ୍କୁ ସେଇ ପ୍ରକାର ଆରାମ ମଧ୍ୟ ଦିଆଯାଉଛି। ଯେତେ ଆରାମ ସେତିକି ହଷ୍ଟେଲ ଫିସ୍ ଅଧିକ, ନା ନାଇଁ? ତ ଏଇ ପ୍ରକାର ବାସ୍ତବରେ ଗୋଟିଏ ଶିଷ୍ୟ ଯେତେବେଳେ ଈର୍ଷା ଶୂନ୍ୟ ହେବ, ଯେତେବେଳେ ତା ଭିତରେ ଦ୍ୱେଷ ଶୂନ୍ୟ ହେବ, ସେ ସମସ୍ତ ଜ୍ଞାନକୁ ଗ୍ରହଣ କରିବ, ସମସ୍ତ ଜ୍ଞାନକୁ ସେ ଗ୍ରହଣ କରିପାରିବ, ତ ତାକୁ ଜୀବନରେ ଆଣିପାରିବ। ତେଣୁ ଏଇଠି ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଏହି ବିଷୟ କହୁଛନ୍ତି ଯେ ଅର୍ଜୁନ, ଯେହେତୁ ତୁମେ ଈର୍ଷା ଶୂନ୍ୟ ଅଛ, ଯେହେତୁ ତୁମେ ଈର୍ଷା ଶୂନ୍ୟ ଅଛ, ଦ୍ୱେଷ ଶୂନ୍ୟ ଅଛ, ତୁମ ପାଖରେ ସରଳତା ରହିଛି ଏବଂ ତୁମ ପାଖରେ ଏ ଜ୍ଞାନକୁ ଗ୍ରହଣ କରିବାର ଶକ୍ତି ସାମର୍ଥ୍ୟ ରହିଛି, ତେଣୁ ମୁଁ ତୁମକୁ ଏ ଜ୍ଞାନ ପ୍ରଦାନ କରୁଛି, ତେଣୁ ମୁଁ ତୁମକୁ ଏ ଜ୍ଞାନ ପ୍ରଦାନ କରୁଛି। ଏ ଜ୍ଞାନ ସାଧାରଣ ନୁହେଁ, ଇଏ ହେଉଛି ରାଜବିଦ୍ୟା। ଏ ଜ୍ଞାନ ହେଉଛି ରାଜବିଦ୍ୟା। ରାଜବିଦ୍ୟା ରାଜଗୁହ୍ୟଂ ପବିତ୍ରମ୍ ଇଦମ୍ ଉତ୍ତମମ୍ ପ୍ରତ୍ୟେକ ଆବଗମ୍ ଧର୍ମ୍ୟମ୍ ସୁସୁଖମ୍ କର୍ତ୍ତୁମବ୍ୟ।
अर्जुन ये हूँ राजविद्या समस्त विद्या मान भितर राजा ये हूँ राजगुह्य समस्त गुह्यतम विषय बा सिक्रेट जहाँ आम कहे सबुठारु अधिक सिक्रेट राजा पाखे थाए। तो सही प्रकार ये हूँ राजगुह्य एवं पवित्र इदम ये मनुष्य को पवित्रता प्रदान करता है। अव्ययम यही ज्ञान केवल नष्ट हुए ना कारण ये ज्ञान कौन होता है ना मनुष्यर जीवन शैली भितर सदा सर्वदा ये लुचि रही जाता है। ये अभ्यास ही जाता है। ये ज्ञान अभ्यास ही जाता है। उत्तम ये सदाबले उत्तमता प्रदान करता है। धर्म्यम मनुष्य को धर्म मार्ग रे निजर धर्म को पालन करिवारे ए ज्ञान कण करिथाए साहाय्य करिथाए। धर्म मार्ग रे आगो को बढ़िवारे ए ज्ञान साहाय्य करिथाए। प्रत्येक अवगम ये एई प्रकार नुहे जे आ द्वारा आउ किछि प्राप्ति हेबो एवं ताहा द्वारा मनुष्य को किछि प्राप्ति हो नहीं। ये प्रत्यक्ष भाव रे ये मनुष्य को साहाय्य करिथाए एवं सुसुख करता हूं। ये मनुष्य को उत्तम सुख प्रदान करिथाए। उत्तम सुख धर्मयुक्त सुख भौतिकता सुख नहीं धर्मयुक्त सुख से प्रदान करिथाए। ज्ञान आहरण करिवा ये एक मनुष्य जीवन साधारण कथा। भगवान कृष्ण भी जिते अवतरित होते सेतबेले मध्य सांदीपनि आश्रम रे 64 कला एवं 14 विद्या को से आहरण करते एवं तत्पर भगवान कृष्ण कहते अश्रद्धाना पुरुषा धर्मस्यास्य परन्तप अप्राप्य मां निवर्तन्ते मृत्यु संसार वर्तमनि। हे शत्रुजयी अर्जुन वास्तव में जो मानकर धर्म प्रति श्रद्धा नहीं धर्म आचरण करिवार आग्रह नहीं कि कहते धर्म हूँ अफिम धर्म गोटे नशा धर्म बोली किछि नहीं पालन करिवार नहीं। वास्तव में यही प्रकार व्यक्ति से माने भगवत ज्ञान को प्राप्त करि पारंते नहीं। तो भगवत ज्ञान को प्राप्त करिवारे ये एक श्रद्धार आवश्यकता रही श्रद्धार आवश्यकता रही। यदि श्रद्धा नहीं तेबे से भगवत ज्ञान बा भगवत आसक्ति प्राप्त करे नहीं एवं से पुणी पुणी विभिन्न जोनि रे जन्म नेउता है। भक्ति रसामृत सिंधु मध्य यहाँ उद्धार करिचंती जे आदौ श्रद्धा ततः साधु संग अथ भजन क्रिया। आदौ श्रद्धा प्रथमे मनुष्य भितरे आग्रह आसीबा दरकार। आग्रह जिते मनुष्य भितर आसे से खोजी बोले से मते जने उत्तम साधु संगति केमती मिल जने उत्तम गुरु केमती मिल से खोजी बोले ये श्रद्धार कारण एवं जितेबले संगति ताको प्राप्त हो जाए ये भगवान कर दियंती। यदि आमर भगवान के प्रति यदि श्रद्धा रहिबो तबे भगवान आमको से रास्ता प्रदान करदेवे। आपण चिंता भी करन थिबे रास्ता केमती प्रदान हला रास्ता केमती हला आम चिंता भी करन थिबे। आमर जहा अचिंत्य भगवान को सेड़ा साधारण कथा। तो भगवान आमर अचिंत्य को आमको प्रदान कर देता। साधु संगति अथ भजन क्रिया एवं जितेबले साधु संगति प्राप्त करिया सेतेबले भगवानंकर
ज्ञान प्राप्त हेब रूप प्राप्त हेब भगवानଙ୍କର माधुर्य प्राप्त हेब भगवानଙ୍କର सौंदर्य प्रति आकर्षण ରହିବ भगवानଙ୍କର अ, जो प्रसाद ହେଉ ଭଗବାନଙ୍କର ପୁଷ୍ପ ହେଉ ଭଗବାନଙ୍କର ସେବା ହେଉ ତାହା ପ୍ରତି ଆଗ୍ରହ ଜାଗ୍ରତ ହେବ ତେଣୁ ଆଦୌ ଶ୍ରଦ୍ଧା ଯଦି ଆମେ କହିବା ତ କଣ ବାସ୍ତବରେ ଭଗବାନଙ୍କ ପ୍ରତି ପ୍ରେମରେ ଶ୍ରଦ୍ଧାର ଆବଶ୍ୟକ ହେଇଥାଏ ଧର୍ମ କରିବାରେ ଶ୍ରଦ୍ଧାର ଆବଶ୍ୟକ ହେଇଥାଏ ଅନ୍ୟ ବିଷୟରେ ଶ୍ରଦ୍ଧାର ଆବଶ୍ୟକ ନଥାଏ ଯଦି ଆମେ ଭଲ ଭାବରେ ଚିନ୍ତା କରିବା ପ୍ରତ୍ୟେକ ବିଷୟରେ ଶ୍ରଦ୍ଧା ରହିବାର ଇଏ ନିତାନ୍ତ ଆବଶ୍ୟକ ବିନା ଶ୍ରଦ୍ଧାରେ ମଣିଷ କିଛି ବି କରିପାରିବ ନାହିଁ କିଛି ବି କରିପାରିବ ନାହିଁ ଆମେ ବି ଶ୍ରଦ୍ଧା ରଖିଥିଲେ ଆମେ ବି ଶ୍ରଦ୍ଧା ରଖିଥିଲେ ଶ୍ରଦ୍ଧା କାରଣରୁ ମା କଣ ଖାଇବାକୁ ଦଉଛନ୍ତି ଆମେ କିଛି ପ୍ରଶ୍ନ ହିଁ କରିନଥିଲେ ଯାହା ଦେଲେ ତାକୁ ଶ୍ରଦ୍ଧାରେ ଖାଇ ନେଲେ ସେଇ ଶ୍ରଦ୍ଧାର ଭୋଜନରୁ ହିଁ ଆମର ଜୀବନ ଆରମ୍ଭ ହେଇଛି ଆମେ ଗୋଟେ ବସ ରେ ଯାଉଛେ କେବେ ପଚାରିଛେ କି ସେ ଡ୍ରାଇଭରର ଲାଇସେନ୍ସ ଅଛି କି ନାହିଁ ସେ ଗାଡିର କେବେ କିଛି ଆକ୍ସିଡେଣ୍ଟ ହେଇନି କିଛି ନାହିଁ ସବୁ ଠିକ ଠାକ ଅଛି କେବେ ପଚାରିଛେ ନାଇଁ ଆମର ଶ୍ରଦ୍ଧା ଅଛି ଯେ ସେ ଗାଡି ଯେହେତୁ ଯାଉଛି ଏବଂ ଆମେ ମଧ୍ୟ ଠିକ ଜାଗାରେ ଯାଇ ପହଞ୍ଚିବୁ ଆମେ ଯାଇକି କେବେ ବାହାରେ ଲଜିଂରେ ବା କାହା ଘରେ ବାହାରେ କେବେ ବନ୍ଧୁବାନ୍ଧବ ଘରକୁ ଯାଇଛନ୍ତି ଶୋଇଛନ୍ତି କେବେ ଚିନ୍ତା କରିଛନ୍ତି ଯେ ସେ ସ୍ଥାନ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ନାଇଁ ଆପଣଙ୍କ ଶ୍ରଦ୍ଧା ଅଛି ବିଶ୍ୱାସ ଅଛି କିଛି ଅସୁବିଧା ନାହିଁ ତ ଶ୍ରଦ୍ଧା ଏବଂ ବିଶ୍ୱାସ ବିନା ମନୁଷ୍ୟ ଚାଲିପାରିବ ନାହିଁ ତେଣୁ ଶ୍ରଦ୍ଧା ବିଶ୍ୱାସ ମନୁଷ୍ୟକୁ ଆଗକୁ ବଢେଇଥାଏ ଧର୍ମର ମଧ୍ୟ ଶ୍ରଦ୍ଧା ବିଶ୍ୱାସ ମନୁଷ୍ୟକୁ ଆଗକୁ ବଢେଇଥାଏ ତ ଧର୍ମ ଯଦି ଅଫିମ ବିଜ୍ଞାନ ଯଦି ଶ୍ରଦ୍ଧା ବିଶ୍ୱାସ ନେଇ ସମ୍ପୂର୍ଣ୍ଣ ରୂପେ ପ୍ରୁଫରେ ଚାଲେ ତେବେ ନବା ବିଜ୍ଞାନ ବୈଜ୍ଞାନିକ ମାନେ କଣ କହୁଛନ୍ତି ଆଧୁନିକ ବିଜ୍ଞାନର ଗେରାଲ୍ଡ ହୁପ୍ଟ ଯିଏକି ନୋବେଲ ପୁରସ୍କାର ପ୍ରାପ୍ତ କରିଥିଲେ ଫିଜିକ୍ସରେ ସିଏ ବି କହିଛନ୍ତି ଯେ ବିଜ୍ଞାନରେ ମଧ୍ୟ ଶ୍ରଦ୍ଧାର ଆବଶ୍ୟକତା ରହିଛି ବିଜ୍ଞାନର ମଧ୍ୟ ଶ୍ରଦ୍ଧାର ଆବଶ୍ୟକତା ରହିଛି ମ୍ୟାକ୍ସ ପ୍ଲାଙ୍କ ସେ ତ କହିଛନ୍ତି ଯେ ବିଜ୍ଞାନର ମନ୍ଦିରର ଦ୍ୱାରରେ ପ୍ରଥମେ ଲେଖା ଯାଇଥାଏ ଆପଣଙ୍କର ଶ୍ରଦ୍ଧା ଥିବା ଆବଶ୍ୟକ ବିଜ୍ଞାନ ପ୍ରତି ଯଦି ଶ୍ରଦ୍ଧା ନାହିଁ ଆପଣ ବିଜ୍ଞାନକୁ ବି ଗ୍ରହଣ କରିପାରିବେନି ବିଜ୍ଞାନକୁ ବି ଗ୍ରହଣ କରିପାରିବେନି ଉଦାହରଣ ସ୍ୱରୂପ ମୁଁ କହିପାରିବି ଆପଣ ଯାଉଛନ୍ତି ଦେହ ଖରାପ କଲେ ଅମୁକ ଡକ୍ଟରଙ୍କୁ ଦେଖେଇବା ଅମୁକ ଡକ୍ଟରଙ୍କୁ କାହିଁ ଦେଖିବା ଯାହାକୁ ତ ଦେଖିବାର ଅଛି ଗଲା ପରେ ଯିଏ ଦେଖିବ ଦେଖିବ ନାଇଁ ଆପଣ ପାର୍ଟିକୁଲାର ଅମୁକ ଡକ୍ଟରଙ୍କୁ ଦେଖୁଛନ୍ତି କାହିଁକି ନା ଆପଣ ସେଠି ଶ୍ରଦ୍ଧା ରହିଛି ଅନ୍ୟ ଜଣେ ଡକ୍ଟର ସେ ଯୋଉ ମେଡିସିନ ଦେବେ ତାହା ବିଜ୍ଞାନ ଯୁକ୍ତ ନା ବିଜ୍ଞାନ ବାହାରେ ତାହା ବି ବିଜ୍ଞାନ ଯୁକ୍ତ କିନ୍ତୁ ଶ୍ରଦ୍ଧା ଆପଣଙ୍କ ଗ୍ରହଣୀୟ ଅଟେ ତେଣୁ ଶ୍ରଦ୍ଧା କେବଳ ଧର୍ମରେ ନୁହେଁ ସବୁ ସ୍ଥାନରେ ଶ୍ରଦ୍ଧାର ଆବଶ୍ୟକତା ରହିଛି ଜୀବନର ପ୍ରତିପାଦରେ ଜୀବନର ପ୍ରତିପାଦରେ ଆପଣଙ୍କ ପାଇଁ ଶ୍ରଦ୍ଧାର ଆବଶ୍ୟକତା ରହିଛି ଜୀବନର ଆରମ୍ଭ ହିଁ ଶ୍ରଦ୍ଧାରୁ ହେଇଛି ତେଣୁ ଶ୍ରଦ୍ଧା କେବଳ ଧର୍ମରେ ନୁହେଁ ସବୁ ସ୍ଥାନରେ ଇଏ ଆବଶ୍ୟକତା ରହିଛି ମୟା ତତମିଦଂ ସର୍ବଂ ଜଗଦ ବ୍ୟକ୍ତ ମୂର୍ତ୍ତିନା ମସ୍ତାନି ସର୍ବଭୂତାନି ନ ଚାହଂ ତିଷ୍ଠବସିତଃ ଅର୍ଜୁନ ମୁଁ ସମସ୍ତ ଭୌତିକ ପଦା ପରିପ୍ରକାଶରେ ମାନେ ଯେତେ ଭୌତିକ ପରିପ୍ରକାଶ ହେଇଛି ଆମେ ଦେଖୁଛୁ ଅତି ସୁନ୍ଦର ପାହାଡଟିଏ ହେଇଛି ଅତି ସୁନ୍ଦର ସିନେରୀ ହେଇଛି ଯାହା ହଉ ସୂର୍ଯ୍ୟ ଉଦୟ ହଉଛନ୍ତି କେତେ ସୁନ୍ଦର ଦେଖାଯାଉଛି ଏ ସମସ୍ତ ସୌନ୍ଦର୍ଯ୍ୟ ଭିତରେ ଭଗବାନ ପରିପୂର୍ଣ୍ଣ ହୋଇ ରହିଛନ୍ତି
ସମସ୍ତ ଜୀବ ଇଏ ଭଗବାନଙ୍କର ସୃଷ୍ଟି, କିନ୍ତୁ ଭଗବାନ ଏହି ଜୀବ ଭିତରେ ନାହାନ୍ତି। ଭଗବାନ ଏ ସୃଷ୍ଟି ଠାରୁ ଉର୍ଦ୍ଧ୍ୱରେ। न चमस्तानि भूतानि पश्यमि योगमैश्वरम भूतपूर्ण च भूतस्थो ममात्मा भूत भावना। ମୋ ଭିତରେ କୌଣସି ଜୀବ ରହିନଥାନ୍ତି। ବାସ୍ତବରେ ଭଗବାନଙ୍କର ଯେଉଁ ଦିବ୍ୟତା ତାହା ଏଠି ବର୍ଣ୍ଣନା କରି କହୁଛନ୍ତି ଭଗବାନ ଯେ ମୁଁ ସମସ୍ତଙ୍କର ସୃଷ୍ଟିକର୍ତ୍ତା ପାଳନକର୍ତ୍ତା। ମୁଁ ସମସ୍ତଙ୍କର ସୃଷ୍ଟିକର୍ତ୍ତା ଏବଂ ପାଳନକର୍ତ୍ତା। ମାୟା ଦ୍ୱାରା ମୁଁ ଏ ସୃଷ୍ଟି ବି କରିଥାଏ, ପାଳନ ବି କରିଥାଏ, କିନ୍ତୁ ମାୟା ମତେ ପ୍ରଭାବିତ କରେ ନାହିଁ। ମାୟା ମତେ ପ୍ରଭାବିତ କରେ ନାହିଁ। ଯେମିତି ବାୟୁ ପ୍ରବଳ ପରାକ୍ରମେ, ଆମେ ଦେଖିଥିବା ଘୂର୍ଣ୍ଣିବାତ୍ୟା, ଘୂର୍ଣ୍ଣିବଳୟ ଇତ୍ୟାଦି ଇତ୍ୟାଦି ଯାହା ବି ରହିଛି, ଆମର ଡିପ୍ରେସନ ଯୋଉ ଦେଖୁଛୁ, ଲୋ ପ୍ରେସର, ହାଇ ପ୍ରେସର, ଇଏ ମଧ୍ୟ ବାୟୁର ଗତିର କାରଣ। କଣ ନ କରିପାରେ ବାୟୁ? ସୁନାମି। ତ ବାୟୁ ଏ ସମସ୍ତ ପ୍ରକାର ଗତିବିଧି ଦ୍ୱାରା ପରିପୂର୍ଣ୍ଣ ହେଲେ ମଧ୍ୟ ସେ ଆକାଶ ଭିତରେ ସୀମିତ ହୋଇ ରହିଥାଏ। ସେମିତି ମାୟା ଅତି ପରାକ୍ରମୀ ହେଲେ ମଧ୍ୟ ସେ ଭଗବାନଙ୍କୁ ସ୍ପର୍ଶ କରିପାରେ ନାହିଁ। ଭଗବାନ କହୁଛନ୍ତି ଅର୍ଜୁନ, सर्वभूतानि कौन्तेय प्रकृतिं जानति मामिकां कल्पखे पुनस्तानि कल्पादौ विसृजाम्यहं प्रकृतिं स्वामवष्टभ्य विसृजामि पुनः पुनः भूतग्रामम् इमं कृष्णं अवशं प्रकृते वर्षात्। कल्पर अंतरे, गोटे कल्पर शेषरे समस्त प्राणी ମୋ ଭିତରେ ଲୀନ ହେଇଯାଆନ୍ତି, ମୋର ମାୟା ଶକ୍ତିରେ ଲୀନ ହେଇଯାଆନ୍ତି। ହେ ଅର୍ଜୁନ, ପୁଣି ମାନେ ଆମେ ଜାଣିଥିବା ଭଗବାନଙ୍କର ନିଶ୍ୱାସ ପ୍ରଶ୍ୱାସରେ ଜଗତ ସୃଷ୍ଟି ହେଉଥାଏ ଏବଂ ଲୀନ ହେଉଥାଏ। ତ ପୁଣି ସୃଷ୍ଟି ରଚନା ହୁଏ। ଏହି ପ୍ରକାର ଭାବରେ ଏଇ ଯୋଉ ପ୍ରଳୟ ହେବା ଏବଂ ସୃଷ୍ଟି ରଚନା ହେବା, ଇଏ ଭଗବାନଙ୍କର ନିର୍ଦ୍ଧାରିତ, ଭଗବାନଙ୍କର ଅଧ୍ୟକ୍ଷତାରେ ହିଁ ହେଇଥାଏ। ସେମାନଙ୍କର ମାନେ ମନୁଷ୍ୟମାନେ ଯେଉଁମାନେ ସୃଷ୍ଟି ହୁଅନ୍ତି, ସେମାନଙ୍କର ଗୁଣ ଅନୁଯାୟୀ 84 ଲକ୍ଷ ଯୋନିରେ ବିଭିନ୍ନ ପ୍ରକାର ସେମାନେ ଜନ୍ମ ନେଇଥାନ୍ତି ଏବଂ ଏହା କେବଳ ଭଗବାନଙ୍କର ଅଧ୍ୟକ୍ଷତାରେ ହିଁ ବା ଭଗବାନଙ୍କର ନିର୍ଦ୍ଦେଶନାରେ ହିଁ ବା ଭଗବାନଙ୍କର ପରିକଳ୍ପନାରେ ହିଁ ଏସବୁ ଗଠିତ ହେଇଥାଏ। अर्जुन मया धक्केन प्रकृति सुयते सचराचरम हेतु नानेन कौन्तेय जगति परिवर्तते। हे कुंती पुत्र अर्जुन, मोर निर्देश रे ये माया शक्ति कार्य करता है एवं सजीव निर्जीव जहाँ भी तुम्हें देखुच ये सबो ये माया शक्तिर सृष्ट एवं मोर निर्देशित अटे। ए कारणरू भौतिक जगतरा जो परिवर्तन ताहाको अनुभव करेता है। भौतिक जगत रे परिवर्तन आमे लक्ष्य करि पाथिबा, माने सृष्टि हेबा, रहिबा एवं नष्ट हेबा। तार कारण ना ये भगवानंकर मायार सृष्टि एवं भगवानंकर माया ये केबे हेले स्थिर नहीं, ये केबे हेले स्थिर नहीं। तेणु माया द्वारा जहाँ भी सृष्टि
ସେଥିରେ ପରିବର୍ତ୍ତନ ଶରୀର ये भौतिक जगत मायार सृष्टि तेणु शरीर देखते आम परिवर्तन छोट होता टे बड़ होगा हला हला बुढ़ा हम मर ये शरीर परिवर्तन आत्मार परिवर्तन आत्मा जमती रही सेमती है परिवर्तन शरीर रे आसे जेहेतु ये माया प्रकृतिर सृष्टि अटे प्रकृतिर सृष्टि सदाबले परिवर्तन करि थाए ये मायार प्रभाव इमिति जे जेतले अवजानन्ति मां मूढ़ा मानुषिं च तनुमाश्रितं परं भावमयानन्तो मम भूत महेश्वरम जेतेବେଳେ भगवान मनुष्य रूप रे अवतीर्ण हुअन्ति ये अज्ञान मान चिन्हि पारन्ति नाही ସେମାନେ कहते हाँ ये गोटे साधारण मनीष आम परी गोटे मनीष किछि पावार अछि ସେମାନେ बुझी पारन्ते नाही ସେମାନେ जानी पारन्ते नाही जे सकल प्राणीर अधीश्वर सिंह अवतरित होइछन्ति तो भगवानଙ୍କର वास्तविक स्वरूप को ସେମାନେ जानी पारन्ते नाही बा बुझी पारन्ते नाही मोघाशा मोघ कर्माणो मोघ ज्ञान विचेत सह राक्षसी मासुरीं चैव प्रकृति मोहिनी श्रिता ए प्रकार मनुष्य माने माया शक्तिर मोहरे सदाबले रहितांते एवं माया शक्तिर मोहर कारणରୁ ସେମାନେ ରାକ୍ଷସ नास्तिक एमानଙ୍କର प्रभावित हुअन्ते कहीं ना माया रे ये जो नेगेटिव विजुतात्मक शक्ति एमाने बहुत आकर्षण रही था वाह आम के जन कहते वाह तार केते सुंदर बॉडी अच्छी जिम जाऊँ कौन हम शरीर सुस्थ रहा आवश्यक अच्छे शरीर सुस्थ रहा आवश्यक अच्छे तार कारण न शरीर खलुधर्म साधन शरीर माध्यम रे आमे धर्म आचरण करवा एवं धर्म आचरण रे आमे आमर प्रकृत सत्ता से भगवत सत्ता को प्राप्त करवा केवल सेथिपाई शरीर सुस्थता आवश्यक अटे किंतु चिंता करंतु आजिकल आम शरीर को कौन करुचे क्यों प्रकार सजाऊचे क्यों कारण सजाऊचे आम माने बुझी पार तो वास्तव में जो माया शक्ति सी सदाबले कौन करी थाए ना ये जो राक्षस नास्तिक एमानंकर आकर्षण होता है एवं एमानंक द्वारा मनुष्य कौन करी थाए ना आकर्षित हुई निजर यदि कल्याण इच्छा करवा ये केबे संभव हम ना ये केबे संभव हम ना जी खराब दिगरे आकर्षित रहता है भल हेबार बारंबार स्वप्न देखुता है ये केबे संभव हो पारे नहीं जने स्टूडेंट से केव नहीं मत तो फिल्म देखिबार बहुत इंटरेस्ट मत तो टीवी देखिबार बहुत इंटरेस्ट मत तो मोबाइल देखिबार बहुत इंटरेस्ट मुझे सदा सर्वदा मजी रही किंतु मु भल पाठ भी पढ़वार अच्छे तो भल पाठ पढ़ापी जदि किसी कर्म करवा ना पाठ पढ़वा ना एवं भल पाठ पढ़वार अच्छे कहले पाठ हो पार ना तेणु मायार आकर्षण रे रही आमे मायाधरंकर सानिध्य प्राप्त करवा ये संभव नुहे ये संभव नुहे तेणु आमको से भितर मुक्ति हेबा पड़ो महात्मानस्तु मां पार्थ दैवी प्रकृति महाश्रिता भजन्ति अनन्य मनसो ज्ञात्वा भूतादि मव्ययम् वास्तव में जो माने जो महात्मा माने आम पढ़िले महात्मा के जे जन्म जन्मांतर रे वासुदेवं सर्वमिति
ବାସୁଦେବ ହିଁ ସବୁ କିଛି ଏହି ଜ୍ଞାନ କରି ସେହି ପ୍ରକାରେ ଭଗବାନଙ୍କ ନିକଟରେ ଯୋଡ଼ି ହୋଇ ରହିଥାଏ। ସିଏ ହେଉଛି ମହାତ୍ମା, ଜ୍ଞାନୀର ପରମ ସ୍ୱରୂପ। ତେଣୁ ସେହି ପ୍ରକାର ମହାତ୍ମା ଯିଏ ଭଗବାନଙ୍କର ଦୈବୀ ଶକ୍ତିର ଶରଣାପନ୍ନ ହେଇଥାନ୍ତି, ଆଶ୍ରୟ କରିଥାନ୍ତି, ସେମାନେ ଭଗବାନଙ୍କୁ ଅତି ଉତ୍ତମ ରୂପରେ ଜାଣିପାରିଥାନ୍ତି ଯେ ଭଗବାନ ହେଉଛନ୍ତି ବାସ୍ତବିକ ସ୍ୱରୂପ, ଯିଏକି ସମସ୍ତ ମାୟା ଶକ୍ତିର ରଚନା କରିଛନ୍ତି। ତେଣୁ ସେ ମାୟାରୁ ବାହାରକୁ ଆସି ବାସ୍ତବରେ ମାୟାକୁ ରଚନା କରିଥିବା ଭଗବାନଙ୍କୁ ସମ୍ପୂର୍ଣ୍ଣ ରୂପେ ବୁଝିପାରି ସେ ଶରଣାଗତ ହେଇଥାନ୍ତି। ଇଏ ମହାତ୍ମା ମାନଙ୍କର କାମ। ସତତଂ କୀର୍ତ୍ତୟନ୍ତ ମାଂ ୟତନ୍ତଶ୍ଚ ଦୃଢ଼ବ୍ରତାଃ। ଯେତେବେଳେ ସେମାନେ ମାୟାଟାକୁ ବୁଝିପାରନ୍ତି ଏବଂ ଭଗବାନ ହିଁ ସବୁକିଛି ବୋଲି ଏହାକୁ ଦୃଢ଼ ଭାବରେ ଗ୍ରହଣ କରନ୍ତି, କ'ଣ କରିଥାନ୍ତି ସେମାନେ? ନା ସଦା ସର୍ବଦା ମୋର ଚିନ୍ତନରେ, ମୋର କୀର୍ତ୍ତନରେ, ମୋର ନାମରେ ଆନନ୍ଦ ପ୍ରାପ୍ତ କରିଥାନ୍ତି। ସଦା ସର୍ବଦା। ଯାହା ଅର୍ଜୁନଙ୍କର ଜାଣିବା ବିଷୟ ଥିଲା, ସେଇ ବିଷୟକୁ ଆସିଗଲେ। ଏହି ପ୍ରକାର ଭାବରେ ସେମାନେ ସଦା ସର୍ବଦା ମୋର ଚିନ୍ତନରେ, ମୋର କୀର୍ତ୍ତନରେ, ମୋର ନାମ ଜପରେ, ମୋର ସେବାରେ, ମୋ ବିଷୟରେ ପ୍ରତି ମୁହୂର୍ତ୍ତ ପ୍ରତି କ୍ଷଣ ସେମାନେ ରହିଥାନ୍ତି। ଅର୍ଜୁନ, ସେମାନଙ୍କ ଭିତରେ ଇଏ ଦୃଢ଼ ରହିଥାଏ ଯେ ମୁଁ ହେଉଛି ସବୁକିଛି ଏବଂ ମୁଁ ସବୁଠାରେ ପରିବ୍ୟାପ୍ତ ଅଟେ। ମୁଁ ହେଉଛି ମନୁଷ୍ୟର ପରମ ଆଶ୍ରୟ। ପରମ ଆଶ୍ରୟ ମାନେ ତାହାପରେ ଆଉ କୌଣସି ଆଶ୍ରୟ ନାହିଁ। ଯେଉଁ ଆଶ୍ରୟ ପରେ ଆଉ କିଛି ଆଶ୍ରୟ ନାହିଁ, ପାଣିକୁ ପାର କରିବା ପାଇଁ ଡଙ୍ଗା, ତା ବ୍ୟତୀତ ଆଉ କିଛି ନାହିଁ। ସେମିତି ଭଗବାନଙ୍କର କହିଲେ ନା, ମାରେ ହରି ରଖେ କିଏ। ଯଦି ଭଗବାନ ଯେତେବେଳେ ଦୁର୍ଯ୍ୟୋଧନ ପିତାମହ ଭୀଷ୍ମ କହିଲା, ଆପଣଙ୍କ ଭିତରେ ପାଣ୍ଡବ ମାନଙ୍କ ପ୍ରତି ସ୍ନେହ ରହିଛି, ତେଣୁ ଆପଣ ଯୁଦ୍ଧ ଦୁର୍ବଳ କରୁଛନ୍ତି, ପ୍ରକୃତରେ ଯୁଦ୍ଧ କରୁନାହାନ୍ତି। ପାଣ୍ଡବ ମାନଙ୍କୁ ସ୍ନେହ କରିବା ଏବଂ ସେମାନଙ୍କର ମୃତ୍ୟୁ ନ ଚାହିଁବା କାରଣରୁ ଭୀଷ୍ମ କହିଲେ, ଆସନ୍ତା କାଲି ପାଣ୍ଡବ ନିଶ୍ଚିହ୍ନ ହେଇଯିବେ। ଭୀଷ୍ମ ଦୃଢ଼ ପ୍ରତିଜ୍ଞ, ନିଶ୍ଚିହ୍ନ ହେଇଯିବେ। ତ କୃଷ୍ଣ ଏ ବିଷୟ କେହି ଜାଣିନାହାନ୍ତି, ଇଏ ତ ରାଜଗୁହ୍ୟ ବିଷୟ ନାହିଁ। କୃଷ୍ଣ ଏ ବିଷୟକୁ ଜାଣି ପାଣ୍ଡବ ମାନଙ୍କୁ ଭୀଷ୍ମ ପିତାମହ ସକାଳ ପ୍ରାତଃ ସମୟରେ ଭଗବତ ନାମ ସ୍ମରଣ ଅନ୍ତେ ଯିଏ ଯାହା ଯାଚନା କରିଥାଏ ତାକୁ ତାହା ପ୍ରଦାନ କରିନିଅନ୍ତି। ସେହି ସମୟରେ ପଞ୍ଚ ପାଣ୍ଡବ ଧୀରେ ଯାଇ ଉପସ୍ଥିତ ହେଇଛନ୍ତି, ପ୍ରଣାମ କରିଛନ୍ତି। ଭୀଷ୍ମ ପଚାରିଛନ୍ତି, କ'ଣ ଦରକାର ଅଛି? କୃଷ୍ଣଙ୍କ କହିବା ଅନୁସାରେ ପଞ୍ଚ ପାଣ୍ଡବ ଭୀଷ୍ମଙ୍କୁ ମାଗିଛନ୍ତି ଯେ ଆପଣଙ୍କର ମୃତ୍ୟୁ କିପରି ହେଇପାରିବ, ଆମକୁ ତାହା ଦରକାର ଅଛି। ତ ଇଏ ତ ବିଷୟ, କିନ୍ତୁ ସେଠି ଭୀଷ୍ମଙ୍କର ଯେଉଁ ଚିନ୍ତନ ଥିଲା ତାହା ଅତି ସୁନ୍ଦର। ମୁଁ ଜାଣିଛି ଯେ ଇଏ କୃଷ୍ଣଙ୍କର ଇଏ ରଚନା, ଇଏ କୃଷ୍ଣଙ୍କର ଭଗବାନଙ୍କର ଇଏ ରଚନା। ଏବଂ ଯେଉଁଠି ଭଗବାନ ମୋର ମୃତ୍ୟୁର ବିଷୟ ଜାଣିବାକୁ ବା ମୋର ମୃତ୍ୟୁ ହିଁ ଯାଚନା କରୁଛନ୍ତି, ସେଠାରେ ମୁଁ ରହିବାକୁ ଚାହିଁଲେ ବି ରହିବି କେମିତି?
ତେଣୁ ଭଗବାନଙ୍କର ଯେଉଁ ଯାଚନା ରହିଛି ଯେ ମୋର ମୃତ୍ୟୁ ଆବଶ୍ୟକ ଅଟେ, ତ ମୋର ମୃତ୍ୟୁ ସୁନିଶ୍ଚିତ ହେଇଗଲା ଏବଂ ନିଜର ମୃତ୍ୟୁର ଭେଦ ପାଣ୍ଡବଙ୍କୁ କହିଦେଲେ ଏବଂ ତାପରେ ଶ୍ରୀଖଣ୍ଡି ଅର୍ଜୁନଙ୍କ ରଥରେ ରହି ଯୁଦ୍ଧ ହେଲା, ଯାହା ଆମେ ଜାଣିଛେ। ତେଣୁ ଯେଉଁଠି ଭଗବାନ ନିରାଶ୍ରୟ କରିଦିଅନ୍ତି, ସେଠାରେ ଆଉ କୌଣସି ଆଶ୍ରୟ ମିଳିବାର ପ୍ରଶ୍ନ ହିଁ ନାହିଁ। ସିଏ ହେଉଛନ୍ତି ପରମ ଆଶ୍ରୟ। ମନୁଷ୍ୟର ଶେଷ ଆଶ୍ରୟ ହେଉଛି ସେ, ତା ପରଠାରୁ ଆଉ କୌଣସି ଆଶ୍ରୟ ନାହିଁ। ଏବଂ ଯେଉଁଠି ଭଗବାନ ଆଶ୍ରୟ ପ୍ରଦାନ କରିଛନ୍ତି, ସେଠାରେ ଆଉ ମନୁଷ୍ୟର ଅଭୟ ପ୍ରଦାନ, ଏବଂ ଯେଉଁଠି ଭଗବାନ ନିରାଶ୍ରୟ କରିଛନ୍ତି, ତାକୁ ସ୍ୱୀକାର କରିବା ହିଁ ଉଚିତ ଅଟେ। ଭଗବାନ ଆମକୁ ଯାହା ବନେଇଛନ୍ତି ତାକୁ ସ୍ୱୀକାର କରିବା ଆବଶ୍ୟକ, ତାକୁ ସ୍ୱୀକାର କରିବା। ମନୁଷ୍ୟର ଆଜିକାଲି ସବୁଠାରୁ ବଡ଼ ସମସ୍ୟା ହେଉଛି ସେ ନିଜ ସ୍ଥିତିଟାକୁ ସ୍ୱୀକାର କରେ ନାହିଁ। ସେ ଅନ୍ୟର ସ୍ଥିତିରେ ଚଳିବାକୁ ଚେଷ୍ଟା କରିଥାଏ, ଅନ୍ୟର ସ୍ଥିତିରେ ଚଳିବାକୁ ଚେଷ୍ଟା କରିଥାଏ। ମନୁଷ୍ୟ ପ୍ରଜା ହେଇ ରାଜା ପରି ଚଳିବାକୁ ଚେଷ୍ଟା କରିଥାଏ। ଦୁଃଖ କିଏ ପାଇବ? ରାଜା ପାଇବ ନା ପ୍ରଜା ପାଇବ? ପ୍ରଜା ଯଦି ତାର ନିଜର ସ୍ଥିତିକୁ ଗ୍ରହଣ କରିନେବ, ମୁଁ ପ୍ରଜା ରୂପରେ ରହିବି, ତେବେ ସେ କେବେ ବି ଦୁଃଖ ପାଇବ ନାହିଁ। ଆଜିକାଲିର ବାସ୍ତବିକ ସ୍ଥିତିକୁ ଦେଖନ୍ତୁ। ଛୋଟ ମନୁଷ୍ୟ ବି, ଛୋଟ ପିଲାଟିଏ ବି, ଗୋଟିଏ ଷ୍ଟୁଡେଣ୍ଟ, ଛାତ୍ରଟିଏ ବି, ସେ ଚାହୁଁଛି ମୋତେ ଆଜାଦି ଦରକାର, ମୋତେ କିଏ କିଛି କହିବାକୁ ହବ ନାହିଁ, ମୁଁ ମୋର ଇଚ୍ଛା ଅନୁସାରେ କରିବି, ମୋର ନିଜସ୍ୱ ରହିବ କିଛି। କିନ୍ତୁ ବାସ୍ତବରେ ଇଏ ଉଚିତ କି? ମନୁଷ୍ୟ ଯେତିକି ଅନୁଶାସନରେ ରହିବ, ସେତିକି ତାହାର ଜୀବନଟା ଚମକିବ। ଇଏ ବାସ୍ତବିକ କଥା, ଏ ବାସ୍ତବିକ କଥା। ଆମେ ମଧ୍ୟ ବୟସ୍କ ମାନେ, ଆପଣ ଚିନ୍ତା କରନ୍ତୁ, ଛୋଟ ବେଳରେ ଆମେ କେତେ ଅନୁଶାସନରେ ରହୁଥିଲେ, କିନ୍ତୁ ଆମେ ସେଇ ଅନୁଶାସନ ବର୍ତ୍ତମାନ ଆମେ ଆଜିକାଲିର ପିଲାଙ୍କୁ ଦେଇପାରୁନା। ତାର ବିଭିନ୍ନ କାରଣ ରହିଛି। ଏବଂ ଯେତେବେଳେ ପର୍ଯ୍ୟନ୍ତ ଆମେ ଅନୁଶାସିତ ନ ହେବା, ସେତେବେଳେ ପର୍ଯ୍ୟନ୍ତ ଆମର ଜୀବନ ସୁରୁଖୁରୁରେ ଚାଲିବ ନାହିଁ। କଥାରେ ଅଛି ନା, ମାନେ ବାପା ମା ହୀନ ପିଲା ବୋଲି କହିଥାନ୍ତି। ମାନେ ବାସ୍ତବରେ କ'ଣ ହୁଏ? ଯଦି ଗାଡ଼ିରେ ଆମେ ଯଦି କ୍ଲଚ୍ ଦେଇଦେବା, ସେ ଗିୟର ଏଙ୍ଗେଜ ହେବ ନାହିଁ, କ'ଣ ହେବ? ସେ ଗାଡ଼ି ଆକ୍ସିଡେଣ୍ଟ ହେଇଯିବ। ଗାଡ଼ିରେ ଗିୟର ରହିବା ନିତାନ୍ତ ଆବଶ୍ୟକ। ଗିୟର ହିଁ ଡିସାଇଡ୍ କରିବ କେତେ ସ୍ପିଡରେ ଯିବ କି ନ ଯିବ। ଉଠିବାର ଅଛି, ଶକ୍ତିର ଆବଶ୍ୟକ ଅଛି, ଗିୟର ଶକ୍ତି ଦେବ। ଗଡ଼ିବାର ଅଛି, ଗିୟର ଶକ୍ତି ଦେବ। କିନ୍ତୁ ଯଦି କ୍ଲଚ୍ ଦେଇଦେବା, ସମ୍ପୂର୍ଣ୍ଣ ରୂପେ ଇଣ୍ଡିପେଣ୍ଡେଣ୍ଟ କରିଦେବା, ତେବେ କ'ଣ ପରିସ୍ଥିତି ଆପଣ ବୁଝିପାରିବା। ତେଣୁ ଭଗବାନଙ୍କ ନିକଟରେ ଆଶ୍ରୟ କରିବା ଇଏ ମନୁଷ୍ୟର ଆବଶ୍ୟକତା ଅଟେ। ଏବଂ ନିଜର ସ୍ଥିତିକୁ ମନୁଷ୍ୟ ସ୍ୱୀକାର କରିବା ଆବଶ୍ୟକ ଅଟେ। ଯାହା ବି ମୁଁ ସ୍ଥିତି ପ୍ରାପ୍ତ କରିଛି, ଇଏ ମୋର କର୍ମର କାରଣରୁ। ଭଗବାନ ତ କହୁଛନ୍ତି, ମୁଁ ଗୁଣ କର୍ମ ଅନୁସାରେ ତୁମକୁ ଜନ୍ମ ଦେଇଛି। ତେଣୁ ତାକୁ ସ୍ୱୀକାର କରିନେବା, ଇଏ ହିଁ ଜୀବନରେ ଆମକୁ ଆଗକୁ ବଢ଼େଇ ପାରିବ। ଏବଂ ଭଗବାନ ହେଉଛନ୍ତି ସବୁ କାରଣର କାରଣ। ଯେତେ ପ୍ରକାର କାରଣ ଅଛି, ଏ ସମସ୍ତଙ୍କର କାରଣ ହେଉଛନ୍ତି ଭଗବାନ। ଯେତେ ପ୍ରକାର କାରଣ ଅଛି, ଏ ସମସ୍ତଙ୍କର କାରଣ ହେଉଛନ୍ତି ଭଗବାନ। ଭଗବାନ ହିଁ ବୈଦିକ କର୍ମ, ଯଜ୍ଞ, ଭଗବାନ ହିଁ ପିତୃପୁରୁଷଙ୍କୁ ଅର୍ପଣ କରାଯାଉଥିବା ବିଷୟ, ଏବଂ ଭଗବାନ ହେଉଛନ୍ତି ଔଷଧୀୟ ବୃକ୍ଷ, ଭଗବାନ ହେଉଛନ୍ତି ବେଦର ମନ୍ତ୍ର। ଅର୍ଥାତ୍ ସମସ୍ତ
କହିବାକୁ ଗଲେ ଭଗବାନଙ୍କୁ ପ୍ରାପ୍ତ କରିବାର ବା ଭଗବତ ଭକ୍ତିର ପ୍ରାପ୍ତ କରିବାର ଯୋଉ ସିଡ଼ି ରହିଛି ପାୱଚ ରହିଛି ତାହା ସବୁକିଛି ଭଗବାନଙ୍କ ଦ୍ୱାରା ପ୍ରଦତ୍ତ ହୁଏ। ତାହା ସବୁକିଛି ଭଗବାନଙ୍କ ଦ୍ୱାରା ହିଁ ରଚନା ହେଇଛି। ଭଗବାନ ହେଉଛନ୍ତି ଯଜ୍ଞର ଗ୍ରହିତା। ଆମେ କାହା ପାଇଁ ଭଗବାନ କାହା ପାଇଁ ସମର୍ପଣ କରୁଛୁ ଯଜ୍ଞରେ? ଭଗବାନଙ୍କ ପାଇଁ। ଏବଂ ଭଗବାନ ହେଉଛନ୍ତି ଯଜ୍ଞ। ଅର୍ଥାତ ଭଗବାନଙ୍କ ଦ୍ୱାରା ଭଗବାନଙ୍କୁ ସମର୍ପିତ କରାଯାଇଥାଏ। ଭଗବାନ ହେଉଛନ୍ତି ଅଗ୍ନି, ଭଗବାନ ହେଉଛନ୍ତି ଯଜ୍ଞ, ଭଗବାନ ହେଉଛନ୍ତି ଘୃତ, ଭଗବାନ ହେଉଛନ୍ତି ମନ୍ତ୍ର, ଭଗବାନ ହେଉଛନ୍ତି ଯଜ୍ଞ ପ୍ରାପ୍ତକର୍ତ୍ତା। ଯଜ୍ଞରେ ଆମେ ଯାହା ଦଉଛୁ ତାହା ଭଗବାନଙ୍କୁ ମିଳେ। ତେଣୁ ଯଦି ଆମେ ଦେଖିବା ପ୍ରତ୍ୟେକ ବସ୍ତୁ ଭିତରେ ଭଗବତ ସତ୍ତା ରହିଛି। ଭଗବତ ସତ୍ତା ପ୍ରତ୍ୟେକ ବସ୍ତୁ ଭିତରେ ରହିଛି। ଭଗବାନ ହେଉଛନ୍ତି ପିତା, ମାତା, ପିତାମହ। ଅର୍ଥାତ ଆମର ପିତାଙ୍କର ପିତା ମଧ୍ୟ ଭଗବାନ, ଆମର ପିତା ମଧ୍ୟ ଭଗବାନ। ଏବଂ ଭଗବାନ ଶୁଦ୍ଧ ପ୍ରଦାନ କରିଥାନ୍ତି, ଶୁଦ୍ଧତା ପ୍ରଦାନ କରିଥାନ୍ତି, ଶୁଦ୍ଧତା ପ୍ରଦାନ କରିଥାନ୍ତି। ତେଣୁ ଶୁଦ୍ଧ ଭାବରେ ଭଗବାନଙ୍କ ସହିତ ଯୋଡ଼ି ହେବା ଇଏ ଉଚିତ ଅଟେ। ଶୁଦ୍ଧତା। ଭଗବାନ ହେଉଛନ୍ତି ବେଦର ସେ ଓଙ୍କାର ଧ୍ୱନି। ବେଦ ମନ୍ତ୍ରର ସମସ୍ତ ବେଦ ମନ୍ତ୍ର ଓଙ୍କାର ଭିତରେ ସମାହିତ ହେଇ ରହିଛି। କୁହାଯାଏ ଯେତେବେଳେ କି ସୃଷ୍ଟି ରଚନା ହେଇଛି ସେତେବେଳେ ଯେଉଁ ଶବ୍ଦ ଥିଲା ତାହା ଓଙ୍କାର ଥିଲା। ସେ ଓଙ୍କାର ଶବ୍ଦରୁ ସୃଷ୍ଟି ରଚନା ହେଇଛି। ତ ସେହି ରଚନା କରିବା ଇଏ ଭଗବାନ ଏବଂ ସେ ଓଙ୍କାର ଶବ୍ଦ ମଧ୍ୟ ଭଗବାନ। ଏବଂ ଯେଉଁ ବେଦ ମନୁଷ୍ୟକୁ କର୍ମ କରିବାର ପ୍ରେରଣା ଦେଇଥାଏ ସେ ବେଦ ମଧ୍ୟ ସ୍ୱୟଂ ଭଗବାନଙ୍କ ଦ୍ୱାରା ସୃଷ୍ଟି ବା ସ୍ୱୟଂ ଭଗବତମୟ। ଅର୍ଜୁନ, ମୁଁ ହେଉଛି ଜୀବନର ଅନ୍ତିମ ଲକ୍ଷ୍ୟ। ବାସ୍ତବରେ ମଣିଷର ଅନ୍ତିମ ଲକ୍ଷ୍ୟ ଏଇ ତ ରାସ୍ତା ସବୁ କହିଗଲେ, କିନ୍ତୁ ଅନ୍ତିମ ଲକ୍ଷ୍ୟ ହେଉଛନ୍ତି ସେଇ ଭଗବାନ। ରାସ୍ତା ବି ଭଗବାନ, ଲକ୍ଷ୍ୟ ବି ଭଗବାନ। ଏବଂ ମଣିଷର ସମସ୍ତ କର୍ମର ସାକ୍ଷୀ, ମଣିଷକୁ ମଣିଷର ପାଳନକର୍ତ୍ତା, ମଣିଷର ପ୍ରଭୁ ଏବଂ ମଣିଷର ନିବାସ ବା ଆଶ୍ରୟ ପ୍ରଦାନକାରୀ, ମଣିଷର ସଖା ଭଗବାନ ଅଟନ୍ତି। ବାସ୍ତବରେ ମଣିଷର ସଖା ବି ଭଗବାନ ଅଟନ୍ତି, ଆଶ୍ରୟ ବି ଭଗବାନ ଅଟନ୍ତି, ନିବାସ ବି ଭଗବାନ ଅଟନ୍ତି, ସାକ୍ଷୀ ବି ଭଗବାନ ଅଟନ୍ତି। ଭଗବାନ ସୃଷ୍ଟିର ଆରମ୍ଭ, ଅନ୍ତ ଏବଂ ସ୍ଥିତି ଅଟନ୍ତି। ଆରମ୍ଭ, ଅନ୍ତ ଏବଂ ସ୍ଥିତି ବି ଅଟନ୍ତି। କେବଳ ସେତିକି ନୁହେଁ, ଏ ସୃଷ୍ଟିର ଜନ୍ମଦାତା, ଅନନ୍ତ ବୀଜ। ଅର୍ଥାତ୍ ଏ ସମସ୍ତ ସୃଷ୍ଟିର ଅନନ୍ତ ବୀଜ, ପ୍ରଥମ ବୀଜ ତାହା ଭଗବାନଙ୍କ ଠାରୁ ହିଁ ପ୍ରାପ୍ତ ହେଇଛି। କୌଣସି ସ୍ଥାନରେ ପହଞ୍ଚିବା ପାଇଁ ବିଭିନ୍ନ ରାସ୍ତା ହେଇପାରେ। ଏହାର ଅର୍ଥ ନୁହେଁ ଯେ ଏ ସମସ୍ତ ରାସ୍ତା ଗୋଟିଏ ସ୍ଥାନକୁ ହିଁ ଯାଇଥାଏ। ଅର୍ଜୁନ, ମୁଁ ସୂର୍ଯ୍ୟ ରୂପରେ ଉତ୍ତାପ ବି ପ୍ରଦାନ କରିଥାଏ, ବୃଷ୍ଟି ବି କରିଥାଏ ଏବଂ ବୃଷ୍ଟିକୁ ବନ୍ଦ ବି କରିଥାଏ। ବୃଷ୍ଟି ହେବାର କାରଣ ମୁଁ, ବୃଷ୍ଟି ବନ୍ଦ ହେବାର କାରଣ ମୁଁ, ଉତ୍ତାପ ହେବାର କାରଣ ମଧ୍ୟ ମୁଁ ଅଟେ। ବାସ୍ତବରେ ମୃତ୍ୟୁର ମୁଁ ହେଉଛି ମୂର୍ତ୍ତିମନ୍ତ ସ୍ୱରୂପ ଏବଂ ଅମରତ୍ୱର ମଧ୍ୟ ମୂର୍ତ୍ତିମନ୍ତ ସ୍ୱରୂପ ମୁଁ ଅଟେ। ଭଗବାନ ମୃତ୍ୟୁ ବି ପ୍ରଦାନ କରିଥାନ୍ତି, ଅମରତ୍ୱ ବି ପ୍ରଦାନ କରିଥାନ୍ତି। ଭଗବାନ ଉଭୟ ସଜୀବ ଏବଂ ନିର୍ଜୀବ ଏ ଉଭୟ ଜୀବକୁ ଭଗବାନ ସୃଷ୍ଟି କରିଥାନ୍ତି। କିନ୍ତୁ ମନୁଷ୍ୟ କଣ କରିଥାଏ ନା ରାସ୍ତାରେ
ଅଟକି ଯାଇଥାଏ। ଯେମିତି ଆମକୁ ଘରେ କୁହାଗଲା, ଯାଅ ବଜାରରୁ ସଉଦା ନେଇ ଆସିବ। ଆମେ ସଦା ଲିଷ୍ଟ ଧରିକିରି ଗଲେ, ବାଟରେ କିଏ ଦେଖାଗଲା, ସେ କହିଲା ଟିକେ ଚା ପାଣି କରିବା ଆସ, ତା ପାଖରେ ଚା ପାଣି କଲେ, ଟିକେ ରାଜନୀତି କଥାବାର୍ତ୍ତା କରିଦେଲେ, ବସି ପଡ଼ିଲେ। ସେ ଭିତରେ ଆଉ କିଏ ଡାକିଲା, ଆରେ ତତେ ମୁଁ କେବେଠୁ ଖୋଜୁଥିଲି, ଟିକେ ମୋର 2 ମିନିଟ କାମଟା ଥିଲା, ଟିକେ ସେ କହିଲା ନାଇଁ 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 ଟିକେ ଆସିଯା। ସେଇଠି ଆଉ ଗୋଟେ କାମ କରିଦେଲେ। ସଉଦା ଆଣିବା ପାଇଁ ସମୟ ଡେରି ହେଇଗଲା, ଆସିଲା ବେଳକୁ ସଉଦାର ଲିଷ୍ଟରୁ 2ଟା ଜିନିଷ ନେଇକରି ଆସିଲେ। ତ ବାସ୍ତବିକ ମନୁଷ୍ୟ ମଧ୍ୟ କଣ କରିଥାଏ ନା, ଆମକୁ ବିଭିନ୍ନ ପ୍ରକାର ରାସ୍ତା ଦିଆଯାଇଛି। ଆମକୁ ବିଭିନ୍ନ ପ୍ରକାର ରାସ୍ତା ଦିଆଯାଇଛି, ଯେମିତିକି ବିଦ୍ୟାଳୟରେ ଆମକୁ ଆକର୍ଷଣ କରିବା ପାଇଁ ବିଭିନ୍ନ ପ୍ରକାର ନାଚ ଗୀତ ହୁଏ, ମ୍ୟୁଜିକ ପ୍ରୋଗ୍ରାମ ହୁଏ, ଖେଳ ହୁଏ, ବିଭିନ୍ନ ପ୍ରକାର ସବୁ ପ୍ରୋଗ୍ରାମ କରାଯାଇଥାଏ। ଏସବୁ କଣ କରାଯାଇଥାଏ? ଆମର ଆଗ୍ରହ ପାଇଁ। କିନ୍ତୁ ବାସ୍ତବିକ ବିଦ୍ୟାଳୟର ଲକ୍ଷ୍ୟ ଏହା ନୁହେଁ। ବିଦ୍ୟାଳୟର ଲକ୍ଷ୍ୟ ହେଲା ଏଜୁକେଟ କରିବା, ପିଲାକୁ ପାଠ ପଢ଼ାଇବା। ଯଦି ପିଲା ଯଦି ପାଠ ନ ପଢ଼ି ଅନ୍ୟ ମନସ୍କ ରହିଲା, ଅନ୍ୟ ବିଷୟରେ ଯଦି ରହିଲା, ତେବେ ସିଏ ତାହାର ପ୍ରକୃତ ଲକ୍ଷ୍ୟକୁ ସେ ପହଞ୍ଚି ପାରିବ ନାହିଁ। ସେମିତି ମନୁଷ୍ୟ ପାଇଁ ବେଦ ଭଗବାନ ପ୍ରଦାନ କରିଛନ୍ତି ଯେ ସେହି ମାଧ୍ୟମରେ ସେ ଭଗବାନଙ୍କୁ ଜାଣିବା ଦରକାର। ଆମେ ପଢିବା ପଞ୍ଚଦଶ ଅଧ୍ୟାୟରେ ବେଦର ସାରାଂଶ ହେଲା ଭଗବାନଙ୍କୁ ଜାଣିବା, ପରମ ପୁରୁଷ ସେହି ପରମ ସ୍ରଷ୍ଟା ପରମ ପୁରୁଷକୁ ଜାଣିବା। ଯଦି ମନୁଷ୍ୟ ତାହା ନ କରି କେବଳ ବେଦ ବର୍ଣ୍ଣିତ ଆକର୍ଷଣରେ ଏ ପ୍ରକାର କଲେ, ମନୁଷ୍ୟ ଶକ୍ତି ସାମର୍ଥ୍ୟ ପ୍ରାପ୍ତ କରି, ହଁ ଶକ୍ତି ସାମର୍ଥ୍ୟ ପ୍ରାପ୍ତ କରି ନେବ, ଆରେ ଶକ୍ତି ସାମର୍ଥ୍ୟ ପ୍ରାପ୍ତ କରି ଭଗବାନଙ୍କୁ ପ୍ରାପ୍ତ କରିବ, ଆଉ ସିଏ ପଢ଼ିବାକୁ ନାରାଜ। ସେ ଶକ୍ତି ସାମର୍ଥ୍ୟ ପ୍ରାପ୍ତ କରିବ, ତ ଶକ୍ତି ପ୍ରାପ୍ତ କରିବା ପାଇଁ ସେ ବିଷୟରେ ଲାଗି ପଡ଼ିଲା। କିନ୍ତୁ ଶକ୍ତିର ବ୍ୟବହାର ଯେହେତୁ ସେ ଆଉ ପଢ଼ିଲା ନାହିଁ, ତାର ଅପବ୍ୟବହାର କଲା। ତ ଏହା ଦ୍ୱାରା ମନୁଷ୍ୟ କଣ ହେଇଥାଏ ନା, ବାରମ୍ବାର ବାରମ୍ବାର 84 ଲକ୍ଷ ଯୋନି ଭିତରେ ଜନ୍ମ ନେଇଥାଏ। କିଛି ଉତ୍ତମ କାମ ଦ୍ୱାରା କିଛି ସମୟ ସ୍ୱର୍ଗ ସୁଖ ପ୍ରାପ୍ତ କରି ପୁଣି ଜନ୍ମ ନେଇଥାଏ। ତ ଏ ପ୍ରକାର ବାରମ୍ବାର ଜନ୍ମରୁ ମନୁଷ୍ୟ ମୁକ୍ତି ପାଇବାର ଇଏ ଆବଶ୍ୟକତା ଆକୁ ଯେତେବେଳେ ମନୁଷ୍ୟ ବୁଝି ପାରିଥାଏ, ଗ୍ରହଣ କରିଥାଏ, ସେତେବେଳେ ସିଏ ଏହି ଜନ୍ମ ମୃତ୍ୟୁ ଚକ୍ରରୁ ଉଦ୍ଧାର ପାଇବାର ଚେଷ୍ଟା କରିଥାଏ। ଅନନ୍ୟ ଚିନ୍ତୟନ୍ତ ମାଂ ଯେ ଜନାଃ ପରିଭାସତେ ତେଷାଂ ନିତ୍ୟାଭିୟୁକ୍ତାନାଂ ଯୋଗକ୍ଷେମଂ ବହାମ୍ୟହମ୍। ଭଗବାନ ଏଠି କହୁଛନ୍ତି, ଅର୍ଜୁନ ଯିଏ ଅନନ୍ୟ ଭାବରେ ମୋ ପ୍ରତି ସମର୍ପିତ ରହିଥାଏ, ମୋର ଚିନ୍ତା କରିଥାଏ, ତାର କାମ ମୁଁ କରିଦେଇଥାଏ। ତାହାର କାମ ମୁଁ କରିଦେଇଥାଏ, ତାହାର କାର୍ଯ୍ୟକୁ ମୁଁ ସଫଳ ରୂପାନ୍ତରିତ କରିଥାଏ। ଅଧିକ କେତେ ଉଦାହରଣ ଅଛି। ପ୍ରଭୁଜୀ ପଚାରୁଥିଲେ ନା 2 ଦିନ 3 ଦିନ ତଳେ, ଯେ ଭଗବାନ କଣ ସତରେ ଅଛନ୍ତି କି, ଦେଖା ଦେଉଛନ୍ତି କି? ଦେଖା ଦେଉନାହାନ୍ତି। ଭଗବାନ ଭକ୍ତର କର୍ମକୁ କରନ୍ତି, ଭକ୍ତର କାମକୁ କରନ୍ତି। ସାକ୍ଷୀ ଦେବା ପାଇଁ ଚାଲି ଚାଲି ଆସିଯାଆନ୍ତି। ଯୁଦ୍ଧ କରିବା ପାଇଁ ଘୋଡ଼ାରେ ଖଣ୍ଡା ଧରି ବାହାରି ଯାଆନ୍ତି। ଇଏ ଭକ୍ତ ପାଇଁ। ଭକ୍ତର ଅଭିଲିପ୍ସିତ କ୍ଷୀରି ଭୋଗକୁ ପ୍ରଦାନ କରିବା ପାଇଁ ଚୋରର ନାମରେ ସଦାବେଳେ ନାମିତ ହେଇଯାଆନ୍ତି। କିଛି ବି ଦୁଃଖ ନାହିଁ। ତ ଭକ୍ତ ପାଇଁ ଭଗବାନ ସବୁ କିଛି କରିପାରିଥାନ୍ତି। ହେ କୁନ୍ତି ପୁତ୍ର ଅର୍ଜୁନ, ଏଥିପାଇଁ ଆବଶ୍ୟକ ହେଲା ଶ୍ରଦ୍ଧା ଏବଂ ବିଶ୍ୱାସର ସହିତ ଭଗବାନଙ୍କୁ ସମର୍ପିତ ହେବା। ଏବଂ ଯେଉଁମାନେ ଭଗବାନଙ୍କର ପ୍ରତି ସମର୍ପିତ, ସେମାନେ ଭଗବାନଙ୍କୁ ପ୍ରାପ୍ତ କରନ୍ତି। କିନ୍ତୁ ଯେଉଁମାନେ ଭଗବାନଙ୍କ ପ୍ରତି ସମର୍ପିତ ନୁହନ୍ତି, ସେମାନେ ଭଗବାନଙ୍କୁ ପ୍ରାପ୍ତ କରିବେ କେମିତି? ଗୋଟେ ଫେସବୁକରୁ ମୁଁ ଆଜି ଦେଖୁଥିଲି ଜଣେ ବ୍ୟକ୍ତିଙ୍କର ଲେଖା। ସେ ଜଣେ ପଲିଟିକାଲ ବ୍ୟକ୍ତିଙ୍କ ସହିତ ମିଶିକିରି ଗୋଟେ ଫଟୋ ଉଠେଇକିରି ଛାଡ଼ିଛନ୍ତି, ଏବଂ ତଳେ ଯେଉଁ ବାକ୍ୟ ଲେଖିଛନ୍ତି, ସତେ ଯେମିତି ଭଗବତ ଗୀତାଟାକୁ ସମ୍ପୂର୍ଣ୍ଣ ଉତାରି ଦେଇଛନ୍ତି। କିନ୍ତୁ
ଅତି ଦୁଃଖ ଲାଗୁଛି। ସେ ହିଁ ମୋର ଭଗବାନ, ସେ ହିଁ ମୋର ଆତ୍ମା, ସେ ହିଁ ମୋର ପରମାତ୍ମା। ବାକ୍ୟ ତ ବହୁତ ସୁନ୍ଦର ବ- ଯୋଡା ହେଇଛି, କିନ୍ତୁ କଣ ହେଇଛି? ଭକ୍ତି ତ ରହିଛି, ଅନନ୍ୟ ଭକ୍ତି ରହିଛି, ଜାଣିଛି ତ, ଜ୍ଞାନ ତ ରହିଛି କିଛି, ଆତ୍ମା ପରମାତ୍ମା ଜ୍ଞାନ ତ କିଛି ରଖିଛି, କିନ୍ତୁ ତାହାର ବ୍ୟବହାର ମାଙ୍କଡ ହାତରେ ଶାଳଗ୍ରାମ ପରି। ବାସ୍ତବରେ ଭଗବାନଙ୍କର ସ୍ଥାନ ସେ ଆଉ ଜଣଙ୍କୁ ଦେଇ ଦଉଛନ୍ତି। ତ ସେଇ ପ୍ରକାର ବ୍ୟକ୍ତି କଣ ହୁଏ? ସେଇ ପ୍ରକାର ସ୍ଥାନକୁ ପ୍ରାପ୍ତ କରେ, ବାରମ୍ବାର ପ୍ରାପ୍ତ କରେ, ବାରମ୍ବାର ପ୍ରାପ୍ତ କରେ। ତେଣୁ ଦୁଃଖ ଆମର ଚିନ୍ତନରୁ ହିଁ ଆସିଥାଏ। ତେଣୁ ଆମେ ଚିନ୍ତନରୁ ଉଚିତ ଚିନ୍ତନକୁ ଗତି କରିବା ଆବଶ୍ୟକ ଅଟେ। ଯେଉଁମାନେ ବିଭିନ୍ନ ଦେବତା ପୂଜା କରନ୍ତି, ସେଇଥିରେ ସ୍ଥିର ରହିଯାଆନ୍ତି, ସେଇ ଆକର୍ଷଣ ରହିଯାଆନ୍ତି, ସେମାନେ ସେଇ ପ୍ରକାର ହିଁ ପ୍ରାପ୍ତ କରନ୍ତି। ତ ଭଗବାନଙ୍କୁ କଣ ସମର୍ପିତ ହେବା, ଭଗବାନଙ୍କୁ ଭକ୍ତି କରିବା, ଭଗବାନଙ୍କର ଉପାସନା କରିବା କଣ କଷ୍ଟସାଧ୍ୟ ଅଟେ? ଭଗବାନ କହୁଛନ୍ତି କିଛି ନାହିଁ। ପତ୍ରಂ ପୁଷ୍ପಂ ଫଳಂ ତୋୟଂ ୟୋ ମେ ଭକ୍ତ୍ୟା ପ୍ରୟଚ୍ଛତେ ହି ତଦହଂ ଭକ୍ତ୍ୟୋ ପରହୃତମସ୍ନାମି ପ୍ରୟତାତ୍ମନଃ। ଅର୍ଜୁନ କିଛି ନାହିଁ, ପତ୍ର ପୁଷ୍ପ ଫଳ ଜଳ ଯାହା ବି ଦ୍ୱାରା ଆମେ ଭଗବାନଙ୍କୁ ଭକ୍ତି କରିବା, ଭଗବାନ ତାକୁ ଗ୍ରହଣ କରନ୍ତି। ଭଗବାନ ତାକୁ ଗ୍ରହଣ କରନ୍ତି। ଅନେକ ଉଦାହରଣ ଅଛି, ଅନେକ ଉଦାହରଣ ଅଛି, କିନ୍ତୁ ଭଗବାନ ସବୁଥିରେ କେବଳ ଗୋଟିଏ ପରିମାପ ଦେଖନ୍ତି, ତାହା ହେଲା ମନଟା ସେଥିରେ କେତିକି ରହିଛି। ମନଟା ସେଥିରେ କେତିକି ରହିଛି, କେତିକି ତାର ସମର୍ପଣ ଭାବ ରହିଛି, କେତିକି ତାର ପ୍ରେମ ଭାବ ରହିଛି। ଆଉ କଣ ଦରକାର? ଜୀବନରେ ପ୍ରେମ ଠାରୁ ବଳି ଆଉ ବିଷୟ କିଛି ହିଁ ନାହିଁ। ଏବଂ ସେଇ ପ୍ରେମ ଯଦି ଆମେ ଭଗବାନଙ୍କୁ ପ୍ରଦାନ କରିଦେବା, ତାହାଠାରୁ ବଳି ମନୁଷ୍ୟର ପ୍ରକୃତ କର୍ମ ଆଉ କିଛି ନାହିଁ। ତେଣୁ ଭଗବାନଙ୍କୁ ଯାହା ବି କିଛି ପ୍ରଦାନ କରାଯାଇଥାଏ, ତାହା ପ୍ରେମ ପୂର୍ବକ ହେବା ଆବଶ୍ୟକ ଅଟେ। ଏହା ନୁହେଁ ଆମେ ଯାହା ବି ଭଗବାନଙ୍କୁ ପ୍ରଦାନ କରିଦେବା। ଯଦି ପ୍ରେମ ଅଛି, ଆମେ ଚିନ୍ତନ କରିବା ଯେ କଣ ପ୍ରଦାନ କରିବା। ଯେମିତିକି କଥା ରହିଲା, ଆମକୁ ଯାହା ରୁଚି ଆମେ ତାହା ଭଗବାନଙ୍କୁ ପ୍ରଦାନ କରିବା, ତାହା ନୁହେଁ। ଆମେ ଯଦି କହିବା ଯାହା ହଉ ଆଜି ଟିକେ ପୋଟଳ ଭଜା ଖାଇବାର ଇଚ୍ଛା ଅଛି, ତ ପୋଟଳ ଭଜା କରିଦେବା, ଭଗବାନ ପୋଟଳ ଭଜା ଦେଇଦେବା, ତ ଏଥିରେ କିଛିଟା ତ ଚଳିବ। ଯାହା ହଉ ସମର୍ପଣ, କମ ସେ କମ ସମର୍ପଣ କରି ଖାଇଲା, ଏତିକି ତ ଚଳିବ। କିନ୍ତୁ ଏଥିରେ ସମ୍ପୂର୍ଣ୍ଣତା ନୁହଁ। ସମ୍ପନ୍ନତା ପାଇଁ ଭଗବାନଙ୍କର ଇଚ୍ଛା ଅନୁସାରେ, ଯେମିତିକି ଆମେ ଆମେ ଆମର ସନ୍ତାନ ମାନଙ୍କୁ ଭଲ ପାଉଛେ, ସନ୍ତାନକୁ ଯଦି 10 ନମ୍ବର ଡ୍ରେସ୍ ଆବଶ୍ୟକ, ଆପଣ ତାକୁ 15 ନମ୍ବର ଡ୍ରେସ୍ ଗୋଟେ ଦେଖିଲେ ସୁନ୍ଦର ଅଛି ନେଇଯିବେ? ହବ ନାହିଁ, ହବ ନାହିଁ। ଆପଣଙ୍କୁ ସୁନ୍ଦର ଲାଗିଲା ତାହା ନୁହେଁ, ଆବଶ୍ୟକତା ଯାହା ସେଥିରେ ମଧ୍ୟ ରହିବାର ଅଛି। ଭଗବାନଙ୍କର ଆବଶ୍ୟକତା ଅନୁସାରେ ସୌନ୍ଦର୍ଯ୍ୟତାକୁ ଗ୍ରହଣ କରିବାର ଅଛି, ଏବଂ ତାହା କେବଳ ପ୍ରେମପୂର୍ଣ୍ଣ ଭକ୍ତିରୁ ହିଁ ଜାଗ୍ରତ ହେବ। ପ୍ରେମପୂର୍ଣ୍ଣ ଭକ୍ତିରୁ ହିଁ ଜାଗ୍ରତ ହେବ। ହେ କୁନ୍ତିପୁତ୍ର ଅର୍ଜୁନ, ତେଣୁ ତୁମେ ଯାହା ବି କରୁଛ, ଯାହା ବି ଖାଉଛ, ଯାହା ବି ତୁମେ ସମର୍ପଣ କରୁଛ, ତାହା କେବଳ ମୋ ନିମନ୍ତେ କର। ତାହା କେବଳ ମୋ ନିମନ୍ତେ କର। ଅର୍ଜୁନ, ମୁଁ ସମସ୍ତଙ୍କ ପ୍ରତି ସମଭାବ ପୋଷଣ, ସମୋହଂ ସର୍ବଭୂତେଷୁ ନାମେ ଦ୍ୱେଷ୍ୟସ୍ତି ନ ପ୍ରିୟ, ଯେ ଭଜନ୍ତି ତୁମାଂ ଭକ୍ତ୍ୟା
मयि ते तेषु चापि अहं चापि अहम। अर्जुन वास्तव रे ମୁଁ କାହା ପ୍ରତି ଦ୍ୱେଷ କରେ ନାହିଁ। ମୁଁ କାହା ପ୍ରତି ବି ଦ୍ୱେଷ କରେ ନାହିଁ। ମୁଁ ସମସ୍ତଙ୍କୁ, ଜଣେ ବ୍ୟକ୍ତି କହିଲେ ଯେ ମନୁଷ୍ୟ ଭଗବାନ କଣ କରିଛନ୍ତି, କାହାକୁ ଜ୍ଞାନ ଦେଇ ଜନ୍ମ କରିଛନ୍ତି, କାହାକୁ ଅଜ୍ଞାନ କରି ଜନ୍ମ କରିଛନ୍ତି। ନାଇଁ ନାଇଁ, ଭଗବାନ ଅଜ୍ଞାନ ଜ୍ଞାନ କରିନାହାନ୍ତି। ଭଗବାନ ସମସ୍ତଙ୍କୁ ସମଭାବରେ ଜନ୍ମ କରିଛନ୍ତି, କିନ୍ତୁ ମନୁଷ୍ୟ ସେଥିରେ ଜ୍ଞାନ ଅଜ୍ଞାନର ଭିନ୍ନତା କରିଛି। ତା ରୁଚିରେ ଭିନ୍ନତା ରଖିଛି, ତାର ଇଚ୍ଛାରେ ଭିନ୍ନତା ରଖିଛୁ, ତାହାର ପରିଣତି ସେ ଭୋଗୁଛି। ତେଣୁ ଭଗବାନ କହୁଛନ୍ତି, ଅର୍ଜୁନ ମୁଁ କାହା ପ୍ରତି ମଧ୍ୟ ପକ୍ଷପାତ କରେ ନାହିଁ। ଯେଉଁମାନେ ଅନନ୍ୟ ପ୍ରେମ ଭାବରେ ମୋ ସହିତ ଯୋଡ଼ି ହୋଇଥାନ୍ତି, ମୁଁ ସେମାନଙ୍କୁ ଆଦର କରିଥାଏ। ଜଣେ ଅତି ଦୁରାଚାରୀ ମଧ୍ୟ ଯଦି ମୋର ପ୍ରେମରେ ଭାସିଲା, ମୁଁ ମଧ୍ୟ ତାକୁ ଉଦ୍ଧାର କରିଦେଇଥାଏ। କେବଳ ମୁଁ ପ୍ରେମର ସମ୍ପର୍କରେ ସମ୍ପର୍କିତ ରହିଥାଏ। ମୁଁ କେବଳ ପ୍ରେମର ସମ୍ପର୍କରେ ସମ୍ପର୍କିତ ରହିଥାଏ। ଭକ୍ତର କେବେ ହେଲେ ପତନ ହୁଏ ନାହିଁ, ଏବଂ ଭଗବାନ ଯାହାକୁ ପ୍ରେମ ପ୍ରଦାନ କରି ନେଇଛନ୍ତି ତାହାର ପତନ ହେବ, ଇଏ ତ ସମ୍ଭବ ହିଁ ନୁହେଁ। ଯେଉଁମାନେ ଭଗବାନଙ୍କ ନିକଟରେ ଆଶ୍ରିତ ରହିଛନ୍ତି, ସେ ଯେଉଁ ପ୍ରକାର ଲିଙ୍ଗ ଜାତି ବା ଆ, କୂଳ ହେଉନା କାହିଁକି, ଭଗବାନ ତାକୁ ସହାୟତା କରିଛନ୍ତି। ଉଦାହରଣ ସ୍ୱରୂପ ଆମେ ଦେଖିପାରିବା, ପ୍ରହ୍ଲାଦ ରାକ୍ଷସ କୂଳରେ ଜନ୍ମ, ରାକ୍ଷସ କୂଳରେ ଜନ୍ମ, ତେବେ ବି ଅତ୍ୟନ୍ତ ପ୍ରେମରେ ପ୍ରହ୍ଲାଦକୁ ଭଗବାନ ଉଦ୍ଧାର କରିଛନ୍ତି। ପ୍ରହ୍ଲାଦଙ୍କର ଯେଉଁ ଦୃଢ଼ତା ଥିଲା ଯେ ଏଥିରେ ଭଗବାନ ଅଛନ୍ତି, ସେ ଦୃଢ଼ତାକୁ ରକ୍ଷା କରିଛନ୍ତି। ତେଣୁ ଅର୍ଜୁନ ମନ୍ମନା ଭବ ମଦଭକ୍ତୋ ମଦ୍ୟାଜି ମାଂ ନମସ୍କୁରୁ ମାମେ ବୈଶ୍ୟସି ଯୁକ୍ତୈବା ମାତ୍ମାନଂ ମତ୍ପରାୟଣଃ। ଅର୍ଜୁନ ତୁମେ ଏହାକୁ ମନେ ରଖ, ସର୍ବଦା ମୋତେ ସ୍ମରଣ କର, ମୋର ଭକ୍ତି କର, ମୋତେ ପୂଜା କର ଏବଂ ମୋର ଉପାସନା ପ୍ରଣାମ କର। ତୁମର ମନ ଏବଂ ଶରୀର ମୋ ନିମନ୍ତେ ସମର୍ପଣ କରିଦିଅ, ଅର୍ଥାତ୍ ତୁମର ମନର ଚିନ୍ତନରେ ସଦାବେଳେ ମୁଁ ରହିବା ଆବଶ୍ୟକ ଏବଂ ତୁମର ଶରୀର ସଦାବେଳେ ମୋର କର୍ମରେ ଲିପ୍ତ ରହିବା ଆବଶ୍ୟକ। ଏହା ଦ୍ୱାରା ତୁମେ ମୋତେ ପ୍ରାପ୍ତ କରିପାରିବ। ଏହା ଦ୍ୱାରା ତୁମେ ମୋତେ ପ୍ରାପ୍ତ କରିପାରିବ। ଏ ପ୍ରକାର ଭାବରେ ଭଗବାନ ଅର୍ଜୁନଙ୍କୁ ଯେଉଁ ଜ୍ଞାନ ବିଜ୍ଞାନ ସହିତ ଯେଉଁ ଗୁହ୍ୟ କଥା ତାହା ପ୍ରଦାନ କରିଛନ୍ତି,